କୁକୁଡ଼ାଖଣ୍ଡିରେ ଅନୁଷ୍ଠିତ ହୋଇଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ସକାଳୁ ଦେବନୀତି ସରିବା ପରେ ପ୍ରଭୁଙ୍କୁ ସେନାପଟା ଲାଗି କରାଯାଇଥିଲା। ପ୍ରଭାକର ପଣ୍ଡା, ରାଧାରମଣ ପଣ୍ଡା, ଅଶ୍ରୁମୋଚନ ପଣ୍ଡା, ପ୍ରେମ ପଣ୍ଡା, ମୁନା ପଣ୍ଡା, ପ୍ରକାଶ ପଣ୍ଡାଙ୍କ ସମେତ ସମସ୍ତ ପୂଜକମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇଥିଲା। ପୂଜକ ପ୍ରଭାକର ପଣ୍ଡାଙ୍କ ନିବେଦନରେ କର୍ମକାଣ୍ଡ ପଣ୍ଡିତ ବିଭୁନନ୍ଦନ ପଣ୍ଡାଙ୍କ ଦ୍ୱାରା ରଥ ପ୍ରତିଷ୍ଠା କରାଯାଇଥିବା ବେଳେ ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର ଓ ଭବାନୀ ଶଙ୍କର ବିଶ୍ୱାଳ ଛେରା ପହଁରା କରିଥିଲେ। ପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଦର୍ଶନ ନିମନ୍ତେ ଶହ ଶହ ଭକ୍ତ ଉପସ୍ଥିତ ହୋଇଥିବା ବେଳେ କୀର୍ତ୍ତନ ଓ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ଆଖପାଖ ପରିବେଶ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଦର ଥାନା ପୋଲିସ, ଅଗ୍ନିଶମ ବିଭାଗ ଓ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକ। ତାପରେ ପ୍ରଭୁ ପହଞ୍ଚିଥିଲେ ଆଡ଼ପ ମନ୍ଦିରରେ। ଶନିବାର ଦିନ ପ୍ରଭୁଙ୍କ ଅନୁଷ୍ଠିତ ହୋଇଥିଲା ମତ୍ସ୍ୟ ଅବତାର ବା ମୀନ ଅବତାର ବେଶ। ପ୍ରଭୁଙ୍କ ମତ୍ସ୍ୟ ଦର୍ଶନ କରିବା ଲାଗି ଆଡ଼ପ ମଣ୍ଡପରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ବ୍ୟୁରୋ ରିପୋର୍ଟ, ଗଞ୍ଜାମ ସମାଚାର।